ଆଜି ମୁଁ ବ୍ଲଗ୍କୁ ନେଇ କିଛି କହିବିନି କି ବ୍ଲଗ୍ ରିଲେଟେଡ଼୍ ବି କିଛି କହିବିନି। ବାସ୍ ବ୍ଲଗ୍ ମାଧ୍ୟମରେ ଆପଣମାନଙ୍କୁ ମୋ ଜୀବନର କିଛି ଦୁଃଖ ସେୟାର କରିବି। ପ୍ଲିଜ୍ ଆପଣମାନେ ମୋତେ ଟିକେ ସପୋର୍ଟ କରନ୍ତୁ, ଆଉ କମେଣ୍ଟ ଦିଅନ୍ତୁ, ଆଉ ବହୁତ ସାରା ଭଲ ପାଇବା ଦିଅନ୍ତୁ, ଯେମିତି ମୁଁ ଆଗକୁ ଯାଏ, ମୋ ଜୀବନର ଦୁଃଖ ଟିକେ କମି ମୁଁ ସୁଖରେ ରହେ। 2017ରୁ 2026 ହେଇଗଲା। ମୁଁ ଲଭ୍ ମ୍ୟାରେଜ୍ କରିକି ଏତେ ବଡ଼ ପାପ କରିଦେଇଛି। ମୋତେ ଲାଗୁଛି ମାନେ ଜୀବନର 2017ରୁ 2026 ହେଇଗଲା, ମୋ ଜୀବନରେ ଶାନ୍ତି ନାହିଁ କି ସୁଖରେ ବଞ୍ଚି ପାରୁନି। ଆଉ ଯାହା ହାତ ଧରିକି ଆସିଛି ସେ ମୋ ପାଇଁ ମଣିଷ ନୁହଁ, ମୋ ପାଇଁ ଭଗବାନ। ମୋତେ ଲୁଣ ଲଙ୍କା ଦେଇ ଖୁଏଇକି ରଖିଛନ୍ତି ପଛେ ବହୁତ ଭଲରେ ରଖିଛନ୍ତି, କିନ୍ତୁ ନିଜର ଲୋକମାନେ ଏତେ କଷ୍ଟ ଦେଉଛନ୍ତି। ମୁଁ ଆପଣମାନଙ୍କ ସହିତ କ'ଣ ସେୟାର କରିବି। ପ୍ଲିଜ୍ ଆପଣମାନେ ମୋତେ ଭଲ ପାଇବା ଦିଅନ୍ତୁ। ମୁଁ ଯେମିତି ଆପଣମାନଙ୍କୁ ପ୍ଲିଜ୍ ଆପଣମାନେ କମେଣ୍ଟ ଦିଅନ୍ତୁ। ମୋ ଜୀବନର ସବୁ ଷ୍ଟୋରି ମୁଁ ଆପଣମାନଙ୍କ ସେୟାର କରିବି, ଆଉ ଆପଣମାନଙ୍କୁ ମୋ ଫ୍ୟାମିଲି ଭାବିବି। ଆପଣମାନେ ମୋତେ ଭଲ ପାଇବା ଦିଅନ୍ତୁ। ଏଇଠି ଯେଉଁ ଛୁଆଟାକୁ ଦେଖୁଛନ୍ତି, ଅପରେସନ୍ ହେଇକି ଜନ୍ମ ହେଇକି ଟୋଟାଲ୍ 6 ମାସ ହେଇଛି। କେହି ମୋ ପାଖରେ ନାହାନ୍ତି। ଅପରେସନ୍ ହେଇକି ଜନ୍ମ ହେଇକି 7 ମାସ ହେଇଗଲାଣି ଏକା। ଯଦି ମୋ ସାଥିରେ କିଏ ଅଛି ସେ ହେଲା ଏଇ ମଣିଷଟି, ଯାହାକୁ ନେଇ ମୁଁ 2017ରୁ 2026 ପର୍ଯ୍ୟନ୍ତ ଅଛି। ଆଉ ଦୁଃଖରେ ବି ଆଉ ସୁଖରେ ବି କେହି